ବାବୁଆଣୀ ଆମର ସଞ୍ଜ ବୁଡ଼ଟାରେ ଯେତେବେଳେ ଚଉରାମୂଳେ ଧୂପ ଦୀପ ଦିଅନ୍ତି, ରାଧାବାବୁ ଲକ୍ଷ୍ୟ କଲେ ଛୋଟ ପିଲାଟିଏ ଡିଆଁ ମାରିଯାଉଛି। ପୁଣି କିଛି ସମୟ ପରେ ଘର ମୁହାଁ ହେଉଛି। ତା ଛଡ଼ା ସଞ୍ଜ ବୁଡ଼ଟାରେ ଛୋଟ ପିଲାଟି ଯାଉଛି କୁଆଡ଼େ? କଥାଟାର ନିଘାନ ନେଲେ ହେବନି। ଦେଖିବା କଥାଟା ବି ମୁଣ୍ଡକୁ ଢୁକିଲା। ଏଇଥରକ ସମୟ ଉଣ୍ଡି ମନ୍ଦିର ଯିବି, କାହିଁକିନା ସେଇ ବାଟ ଦେଇ ନେଇତି ଯାଉଛି ଛୁଆଟା। ଛୋଟ ପିଲାଟା ସଞ୍ଜ ବୁଡ଼ଟାରେ କିଏ କୁଆଡ଼େ ଖେଳକୁଦ କରୁଥିବେ, ହେଲେ ଇଆଡ଼େ ମନ୍ଦିର ଆଡ଼େ ଧାଉଛି କିଆ? ଯାହା ବି ହଉ, ସେ ମାସରେ କମ୍ପାନୀରେ ଭଲ ଲାଭ ବି ହୋଇଥାଏ, ଆଉ ବାବୁଙ୍କର ବୋନସ୍ ପଇସା ବି ଆସିଥାଏ। ଭାବିଲେ ମନ୍ଦିରକୁ ଯିବି, କିଛି ଦୁଃଖୀରଙ୍କୀମାନଙ୍କୁ ଦାନ ଧର୍ମ କରିବି। ଏପଟେ ବାବୁଆଣୀ ମା ମଧ୍ୟ ହଁ କଲେ, କିନ୍ତୁ ବାବୁଙ୍କର ମନ ଯାଇଥାଏ ସେଇ ଛୋଟ ପିଲାଟି କତିରେ। ଦେଖିବେ ସେ କ'ଣ କରୁଛି। କଥାଟା ରହୁଛି, ସେ ଛୋଟ ପିଲାଟି ଆଉ କେହି ନୁହଁ, ସେଇ ଗାଁର ମୁନା ବୋଲି ଛୋଟ ପିଲାଟିଏ। ପ୍ରତିଦିନ ତାର ନିତ୍ୟକର୍ମ ସାରେ, ଘରେ ବାବା ବୋଉଙ୍କର ସେବା ବି କରେ। କିନ୍ତୁ ସଞ୍ଜ ବୁଡ଼େ ଯାହା ବି ହେଲେ ମହାପ୍ରଭୁଙ୍କ ମନ୍ଦିରକୁ ଆସେ, ଆଉ ଅରୁଣ ସ୍ତମ୍ଭ ପଛରେ ରହି କ'ଣ ଯେ ଗୁଣୁଗୁଣୁ ହୁଏ ସେ କଥା ସିଏ ହିଁ ଜାଣେ। ଆଉ ଚକା ଆଖିକୁ ଦେଖି ଦୁଇ ଟୋପା ଲୁହ ଝରାଏ। ଗୋସେଇଁ ଯେତେ ପଚାରନ୍ତି କିଛି ବି କୁହେନି, ମନ କଥା ମନରେ ରଖି ଘରକୁ ଚାଲି ଆସେ। ସେଦିନ ସଞ୍ଜ ବୁଡ଼େ ବାବୁ ବି ବହୁ ଚେଷ୍ଟା କଲେ ପିଲାଟି ସହିତ ଦୁଇ ପଦ କଥା ହେବା ପାଇଁ, ହେଲେ ଭକ୍ତମାନଙ୍କ ଭିଡ଼ ଭିତରେ କେତେବେଳେ ଯାଇ ସେ ଚକା ଆଖିକୁ ଦେଖି ଲୁହ ଗଡ଼େଇ ଘର ମୁହାଁ ହେଇଛି ସେ କଥା ବାବୁ ବି ଜାଣନ୍ତିନି। ଗୋସେଇଙ୍କ ପାଖରେ ପହଞ୍ଚି ଯେତେବେଳେ ପଚାରନ୍ତି, ଗୋସେଇଁ ବି ହସି ଦେଇ କହିଲେ, ତା ମନ କଥା ସିଏ ଜାଣେ, ଆଉ କାଳିଆ ଜାଣେ। ମୁଁ କିଛି କହିପାରିବିନି, କେବଳ ଏତିକି କହିବି ପିଲାଟି ବଡ଼ ଦୁଃଖରେ ଅଛି। ତାକୁ ନା କାହାର ଗୋଟେ ସାହାଯ୍ୟର ଆବଶ୍ୟକ ରହୁଛି। ଯେତେବେଳେ ଗୋସେଇଁ ଏତକ କୁହନ୍ତି, ବାବୁଙ୍କ ମନରେ କେଉଁଠି ନା କେଉଁଠି ସେ ପିଲାଟି ପ୍ରତି ଶ୍ରଦ୍ଧା ଆସିଲା। ତାକୁ ସାହାଯ୍ୟ କରିବା ପାଇଁ ମନ ବଳେଇଲେ, କାହିଁକି ନା ସେ ପୂର୍ବରୁ ବି ସ୍ଥିର କରିଥିଲେ କି ବଳକା ପଇସାରେ କିଛି ଦୁଃଖୀରଙ୍କୀଙ୍କର ସେବା କରିବେ, କାହାକୁ ଅସୁବିଧାରେ ସାହାଯ୍ୟ କରିବେ। ଯାହା ହଉ ସୁଯୋଗ ଟିକେ ମିଳିଛି, କିନ୍ତୁ ସେ ପିଲାଟି ସହିତ କଥା ହେଲେ ଭଲ ହୁଅନ୍ତା, ଏମିତି ମନରେ ଥାନ୍ତି। ଯୋଗକୁ ସେଦିନ ରବିବାର ହୋଇଥାଏ, ଆଉ ବାବୁ ବି ଜଗିକି ରହିଲେ କେତେବେଳେ ସେ ଆସୁଛି, ତା ସାଙ୍ଗରେ ଯିବି। ଏପଟେ ପିଲାଟାର ବି ଟିକେ ଡେରି ହେଲା। ବୋଉ କହିଲା, ଦୋକାନରୁ କିଛି ସଉଦା ଆଣି ଦେଲା ପରେ ତାପରେ ଯାଇ ଯୁଆଡ଼େ ଯାଉଛୁ ଯା। ହଁ, ପିଲାଟି ଚୁପଚାପ ତା ବାଟରେ ଆସୁଥାଏ। ତାକୁ ଯେମିତି ଲାଗିଲା କେହି ଜଣେ ତା ପଛରେ ପଡ଼ିଛି। ବୁଲିକି ଦେଖିଲା ବେଳକୁ କେହି ବି ନଥାନ୍ତି। ପଛରେ ଆଉ କିଏ ଥିବ? ସେଇ ବାବୁ। ସେଦିନ ଯେମିତି ଲୁଚକାଳି ଖେଳ ପରି ଲାଗୁଥାଏ, ତଥାପି ଅତି କଷ୍ଟେମଷ୍ଟେ ପିଲାଟିର ପାଖରେ ପହଞ୍ଚିଲେ, ଆଉ ତା ହାତକୁ ଭିଡ଼ି ନେଲେ। ପଚାରୁଥାନ୍ତି, କିରେ ତୁ କୁଆଡ଼େ ଯାଉଛୁ? ସିଏ କିନ୍ତୁ ସେଦିନ ଅତି ନିର୍ଭୟରେ କହୁଥାଏ, ତମେ କୁଆଡ଼େ ଯାଉଛ? ବାବୁ କହୁଥାନ୍ତି, କାଳିଆ ପାଖକୁ ଯାଉଛି ମୋ ଦୁଃଖ ଜଣାଇବା ପାଇଁ। ପିଲାଟି ବି ହସି ଦେଇ କହିଲା, ମୁଁ ବି ଯାଉଛି ମୋ କାଳିଆ ପାଖକୁ ମୋ ଦୁଃଖ ଜଣାଇବା ପାଇଁ। ଆଚ୍ଛା, ତୋର ପୁଣି କି ଦୁଃଖ? ଏତେ ଛୋଟ ପିଲାଟିଏ, ତୋ ମନରେ ପୁଣି ଦୁଃଖ? ତମେ ଯେମିତି ବଡ଼ ପିଲା ହେଇ ତମ ମନରେ ଦୁଃଖ ବସା ବାନ୍ଧିଛି, ମୁଁ ସେମିତି ଛୋଟ ପିଲାଟି ହେଲେ କ'ଣ ହେଲା, ମୋର ବି ଦୁଃଖ ଅଛି। ଆଚ୍ଛା, ତୋ ଦୁଃଖ କ'ଣ କହିଲୁ? ନା, ତମକୁ କହିବିନି, ଆଉ କାହାକୁ କହିବୁ? ସେଇ ଶୁଣିଲା ବାଲା। ବୋଉ କହୁଥିଲା, ଲୋକମାନଙ୍କୁ ଦୁଃଖ କହିଲେ ସେମାନେ ହସ ମଜାରେ ଉଡ଼େଇ ଦେବେ, ତାକୁ କହିଲେ ସେ ଦୁଃଖ ବୁଝିବ। ଆରେ କାହାକୁ? କାହାକୁ ଆଉ? ମୋ କାଳିଆକୁ। ସତରେ ପିଲାଟିର ମୁହଁରୁ ଯେତେବେଳେ ଏକଥା ଶୁଣନ୍ତି, ବାବୁଙ୍କ ଆଖିରୁ ଲୁହ ଝରିଗଲା। ଏତେ ଛୋଟ ପିଲାଟି ହେଇକି ମହାପ୍ରଭୁ ଜଗନ୍ନାଥଙ୍କୁ ଯେ ଏତେ ଭରସା କରିଛି, ଏତେ ବିଶ୍ୱାସ କରିଛି। ବାହାରେ ଭକ୍ତ, ଧନ୍ୟ ତୋର ଭଲ ପାଇବା, ଧନ୍ୟ ତୋର ଶ୍ରଦ୍ଧା, ଆଉ ଧନ୍ୟ ତୋର ବିଶ୍ୱାସ। ମୋତେ କହ, କଥା ଦଉଛି ନା ମୁଁ ତୋ କଥାରେ ହସିବି ନା ମଜା କରିବି? ନାଇଁ ମ, ତମେ କ'ଣ ମୋ ଜଗନ୍ନାଥ? ତମକୁ କାହିଁ କହିବି? ମୋ ମନ କଥା କେବଳ ତାକୁ କହିବି। ତାପରେ ବାବୁ ବି କହିଲେ, କଥା ଦଉଛି ରେ, ମୁଁ ବି ତୋତେ ସାହାଯ୍ୟ କରିବି। କହ କ'ଣ ହେଇଛି? ଯେତେବେଳେ ବାବୁ ପିଲାଟିକୁ ବାଧ୍ୟ କରନ୍ତି, ଏତେ ପରେ ପିଲାଟି ଆଉ ସମ୍ଭାଳି ପାରିଲେ ନିଜକୁ। ମନ ଭିତରେ ଚାପି ରଖିଥିବା ସବୁତକ ଦୁଃଖ ସେଦିନ କହିବାକୁ ଲାଗିଲା। ଆଉ କହିଲା ବେଳେ
ପାଟି ବି ଖନି ଯାଉଥାଏ। ସେ କହୁଥାଏ, ଜାଣିଛ ମୋ ବୋଉ ନା ରାତିରେ ଲୁଚି ଲୁଚି କାନ୍ଦୁଛି ଆମ କବାଟ କୋଣରେ ମହାପ୍ରଭୁ କାଳିଆ ସାନ୍ତଙ୍କ ଫଟୋକୁ ଚାହିଁ। ବାପାଙ୍କ ଦେହ ଭାରି ଖରାପ, ଆମର ନା ଭାରି ଗରିବ, ଅପରେସନ୍ ପାଇଁ ବହୁତ ଟଙ୍କା ଦରକାର। ଆମର ଯାହା ବି ଟଙ୍କା ପଇସା ଥିଲା ସବୁତକ ଡାକ୍ତର ବାବୁଙ୍କୁ ଦେଇଦେଇଛୁ। ଆଉ କ'ଣ କରିବୁ ଯେ ମୁଁ ନିତି ମୋ କାଳିଆ ପାଖକୁ ଆସୁଛି, ମୋ ମନ କଥା କହୁଛି। ଆଉ ତାକୁ ମୁଁ ଏତକ କହୁଛି, ମୋ ବୋଉକୁ ଟିକେ ବୋଧ ଦେବୁ, ତାକୁ ଟିକେ ସାହା ହ, ମୁଁ ଟିକେ ବଡ଼ ହେଇଯାଏ, ବହୁତ ଟଙ୍କା କମେଇବି, ଆମ ବାପାଙ୍କର ଅପରେସନ୍ କରିବି। ସତରେ ପିଲାଟି ମନରେ ଏମିତିକା ସାହସ, ଏମିତିକା ଭକ୍ତି ଆଉ ଏମିତିକା ବିଶ୍ୱାସ କଥା ଶୁଣି ବାବୁ ବି ନିଜକୁ ସମ୍ଭାଳି ପାରିଲେନି। ପିଲାଟିକୁ କୋଳେଇ ନେଲେ, ମହାପ୍ରଭୁଙ୍କ ପାଖରେ ହାତ ଯୋଡ଼ି ଦେଇ କହିଲେ, ମଣିମା ମହାପ୍ରଭୁ ହେ, ସାହାଯ୍ୟ କରିବା ପାଇଁ ସୁବର୍ଣ୍ଣ ସୁଯୋଗଟିଏ ଦେଇଛ। ଯାହା ହଉ ଟଙ୍କା ତକ ଭଲ କାମରେ ଲାଗିବ। ଏତେ ପରେ ବି ପିଲାଟି ନା କେବେ ମହାପ୍ରଭୁ ଜଗନ୍ନାଥଙ୍କୁ ଟଙ୍କା ପଇସା ମାଗିଛି, ନା ସୁନା ରୂପା ମାଗିଛି, ନା ଆଉ କିଛି। କେବଳ ଏତିକି ମାଗିଛି, ମଣିମା ମହାପ୍ରଭୁ ହେ, ତମେ ମୋ ସାଥିରେ ଥାଅ, ମୋ ମନରେ ଟିକେ ସାହସ ଦେଉଥାଅ, ଆଉ ମୁଁ ତୁମଠାରେ ସମ୍ପୂର୍ଣ୍ଣ ରୂପେ ଭରସା କରିଥାଏ। ଆଉ ତମର ସେ ଅପଲକ ନୟନରେ ମୋତେ ଯେମିତି ଚାହିଁ ରହିଥାଉ। ସତରେ ଭକ୍ତଟିର ଏମିତିକା ଭାବ, ଏମିତିକା ଶ୍ରଦ୍ଧା ଦେଖି ସେଦିନ କୃତ୍ୟ ମନେ କଲେ। ଆଉ ପିଲାଟିକୁ ସାଙ୍ଗରେ ଧରି ମହାପ୍ରଭୁ ଜଗନ୍ନାଥଙ୍କୁ ବି ଦର୍ଶନ କଲେ। ତାପରେ ତା ଘରକୁ ଗଲେ। ଆଉ ତା ବାପାଙ୍କ ଅପରେସନ୍ ପାଇଁ ବାବୁ ନିଜେ ଡାକ୍ତରଖାନା ନେଇଗଲେ। ଯାହା ବି ଟଙ୍କା ପଇସା ଲାଗିଲା ସବୁତକ ନିଜେ ଦେଲେ ଖୁସି ମନରେ। ସତରେ ସେଦିନ ସେ ଡାକ୍ତରଖାନାରେ ଛୋଟ ପିଲାଟି ହାତ ଯୋଡ଼ି ଦେଇ କହୁଥାଏ, ମଣିମା ମହାପ୍ରଭୁ ହେ, ସତରେ ଡାକ ଶୁଣିଲ। ମା କହିଥିଲା, ତୁମ ଉପରେ ଯିଏ ବିଶ୍ୱାସ କରେ ଆଉ ତୁମକୁ ଯିଏ ଭରସା କରେ, ତୁମେ କୌଣସି ନା କୌଣସି ରୂପରେ ସାହାଯ୍ୟ କର। ବାବୁଙ୍କର ପାଦ ତଳେ ପଡ଼ିଯାଇ ଯେତେବେଳେ ଛୋଟ ପିଲାଟି କୁହେ, ବାବୁ ପିଲାଟିକୁ କୋଳେଇ ନେଇ କହିଲେ, ନାଇଁରେ, ତୋ ପରିକା ଭକ୍ତ ଗୋଟିଏରେ ଗୋଟିଏ ଏ ସମାଜ ପାଇଁ ନିହାତି ଆବଶ୍ୟକ। ନା ତୋ ମନରେ ଲୋଭ ଅଛି, ନା ମୋହ ଅଛି, ନା ମାୟା ଅଛି। ମହାପ୍ରଭୁଙ୍କଠାରେ ସମ୍ପୂର୍ଣ୍ଣ ରୂପେ ତୁ ସମର୍ପିତ। ସତରେ ସେଇ ଭକ୍ତର ପାଦ ଛୁଇଁବାକୁ ପଛେଇଲେନି ସେଦିନ ବାବୁ। କଥାଟିଏ ରହିଗଲା। କିନ୍ତୁ ସେବେଠାରୁ ଯେତେବେଳେ ଛୋଟ ପିଲାଟି ମନ୍ଦିରକୁ ଯାଏ, ଆଉ ସେ ଅରୁଣ ସ୍ତମ୍ଭ ପଛରେ ରହି କାନ୍ଦେନି, ଖୁସି ମନରେ ଯାଏ, ମହାପ୍ରଭୁଙ୍କ ପାଦ ତଳେ ପଡ଼ିଯାଏ, ଆଉ ଗୋସାଇଁଙ୍କ ଠାରୁ ଭୋଗ ନେଇକି ଘର ମୁହାଁ ହୁଏ। ନମସ୍କାର। ଛୋଟ ଭିଡ଼ିଓଟି ଯଦି ଆପଣମାନଙ୍କୁ ଭଲ ଲାଗିଥାଏ ଜଣାଇବେ ନିଶ୍ଚୟ। ଯଦି କଥା ଛଳରେ ସାମାନ୍ୟ ମଧ୍ୟ ତ୍ରୁଟି ଥାଏ କ୍ଷମା କରିବାକୁ ଅନୁରୋଧ। ଜୟ ଶ୍ରୀ ଜଗନ୍ନାଥ।